ମୁଁ ଯୁଗଳ କିଶୋର ମହାନ୍ତି କହୁଛି ଆମର ରାଧା ମାଧବ ମନ୍ଦିରର ଜଣେ ସଦସ୍ୟ। ଆମେ ଏଇ ଜନ୍ମାଷ୍ଟମୀ ପାଇଁ ଭକ୍ତମାନଙ୍କର ସୁବିଧା ପାଇଁ ଆମେ ସବୁ ଟୋକନ୍ ସିଷ୍ଟମ୍ କରୁଛୁ। ଯେଉଁମାନଙ୍କର ଭୋଗ କାହାର ଯେମିତି କାହାର ହଜିବନି ହେବନି ସେଥିପାଇଁ ଆମେ ସବୁ ଇଏ କରୁଛୁ। ଧାଡ଼ି ଇଏ କରି ଆମେ ମେମ୍ବରମାନେ ସମସ୍ତଙ୍କ ସହଯୋଗରେ ଆମେ ଏ କରି ଚଲେଇଛୁ। ଆପଣ ପ୍ରଭୁଙ୍କ ସେବାରେ ଅଛନ୍ତି, କେତେ ବର୍ଷ ହେଲାଣି ସେବାରେ ନିୟୋଜିତ ଅଛନ୍ତି? ଏଠି ମୁଁ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ 95 ମସିହାରୁ ଆସିଛି। ତା ପରଠୁ ମୁଁ ଏଇଥିରେ ରହିଛି। ପ୍ରଭୁଙ୍କର ଗୋଟେ ଅନୁଭୂତି କ'ଣ କହିବେ? ଆପଣ ନିଜେ କାଟିଛନ୍ତି କି ଅନୁଭବ କରିଛନ୍ତି ଯେ ପ୍ରଭୁଙ୍କ ସେବା ଭିତରେ ମୁଁ ଏଇଟା ଗୋଟେ ଆଶ୍ଚର୍ଯ୍ୟ, ମାନେ ଗୋଟେ ଭିନ୍ନ ଅନୁଭୂତି ଗୋଟେ କହିବେ ଯୋଉଟା କି ଆପଣ ଫିଲ୍ କରୁଛନ୍ତି? ବହୁତ କିଛି ହେଇଛି। ତ ତା ଭିତରୁ ମୁଁ ଅବଶ୍ୟ ସରକାରୀ ଚାକିରିରେ ଥିଲି ଇଞ୍ଜିନିୟର ହିସାବରେ। ଆଉ ମୁଁ ଏଇ ଠାକୁରଙ୍କ କୃପାରୁ ଯେହେତୁ ମୁଁ ଏଇ ଠାକୁରଙ୍କ ମାନେ ମୁଁ ଟିକେ ସଂକୀର୍ତ୍ତନ କରେ, ମୃଦଙ୍ଗ ବଜାଏ, ବୋଲାବୁଲି କରେ ଏବଂ ସେଇ କୃପାରୁ ମୁଁ ଭୁବନେଶ୍ୱର ମୋର ଚାକିରି ଜୀବନଟା ମୁଁ ପୁରା ରହିପାରିଛି। ଆଉ ବାକି ବହୁତ ଜିନିଷ ଅଛି, ଠାକୁରଙ୍କ କୃପାରୁ ସବୁ ହିଁ ସେଇ କରୁଛନ୍ତି। ଆମ ହାତରେ କିଛି ନାହିଁ, ଆମେ ସେଇ ତାଙ୍କୁ ହିଁ ରଖି ଆମେ କରିଚାଲିଛୁ।